আজি ছাড় খাই আজি ছাড় খাই আজি ছাড় খাই আজি ছাড় খাই সাদা ছাড়ি আইଁଷ ସବୁ ଜିବିରେ ଖାଇ ଖାଇ ସାଧା ଛାଡି ଆଇଁଷ ସବୁ ଜିବିରେ ଖାଇ ଖାଇ ଗୋଟେ ମାସ ପରା କାର୍ତ୍ତିକ ପୂର୍ଣ୍ଣିମା ଗଲା ମୁଁ ସାଧା ଖାଇ ଖାଇ ମୋ ଅବସ୍ଥା ଖରାପ ହେଇଗଲାଣି। ଆଜି ସବୁ ଦେଇନି ମୁଁ ଭାବୁଛି ଆଜି ଟିକେ ଦେଶୀ ଚୁଙ୍ଗୁଡି ଖାଇବି। ଆରେ ଶିବୁ ତୁ କଣ ଖାଇବୁ ଆଜି? ମୋର ତ ଛାଡ ଖାଇରେ ଦେଶୀ କୁକୁଡ଼ାଟେ ନହେଲେ ହବନି। ଆଉ ବାପା ଧନିଆ ଆଜି ତୋର ଛାଡ ଖାଇ ସ୍ପେଶାଲ କଣ ବା? ମଟନ ନା ହବନି? ପୁଅ ମତେ ପାଟି ପିତା ହଉଛି, ବେଶୀ ପହଲା ମାଛ ଟିକେ ଆଣିବ କି? ମୋ ପାଇଁ ବଡ କଙ୍କଡାଟି ନେଇକି ଆସିବ। ମୋର ବହୁତ ଇଚ୍ଛା ଅଛି କଙ୍କଡା ଖାଇବାକୁ। ଆଚ୍ଛା ତୋର ମଟନ ହବ, ତମର ଚିଙ୍ଗୁଡି ହବ, ତମର କଙ୍କଡା ହବ ହବ ଆଉ ଗୋଟେ ଛାଡ ଖାଇ ଭୋଜି ହବ ମାନେ ଭାତଟେ ହବ, ଡାଲିଟେ ହବ। ତୋ ପାଇଁ ତ ସ୍ପେଶାଲ ମଟନ, ଭାତଟେ ହବ, ଡାଲିଟେ ହବ, ମଟନଟେ ହବ, କଙ୍କଡାଟେ ହବ ଆଉ ବାଗେଦା ଚିଙ୍ଗୁଡିଟା ହବ। ଆଜି ଘରେ ଯାହା ଟିକେ ମାମାକୁ ଟିକେ କହିଦବୁ ଆଜି ଘରେ ଆଜି ରୋଷେଇ ହବ, ମୁଁ ସବୁ ତୁ 2 କିଲୋ ଯାଇକି ଆଣିକି ଆଉଛି। ଆଉ ଖାନ ଭାଇ ଆଜି ପରା ଛାଡ ଖାଇ ଆଉ କଣ ସବୁ ତମକୁ ଜାଣିପାରୁନ ନା କଣ? ଆଜି ମଟନ 2 କିଲୋ ଆଣିକି ଦିଅ। ହଁ ହଁ ଚିଙ୍ଗୁଡିଟା ବି ଟିକେ ଆଣିକି ଦିଅ, ବାଗେଦା ଚିଙ୍ଗୁଡି ଦବ ହେଲା, କିଲୋଟେ ଦେଇଦବ ମ ଆଜି ଛାଡ ଖାଇ ଖାଇଦବା। ଆରେ ଭାଉଜ ସବୁ କହିଛି ଛାଡ ଖାଇ ଆଜି ମଟନ ଟିକେ ଦବ, ବାଗେଦା ଚିଙ୍ଗୁଡି ଟିକେ ଦବ ଆଉ କଙ୍କଡା ଟିକେ ଦବ, ସେ ମୋ ଭଉଣୀଟା ଖାଇବ ପରା। ହଁ ଆଉ ସବୁ ଟିକେ ପାର୍ସଲ କରିକି ଆଣିକି ପଠାଅ। ଆଉ ଚିକେନ କିଲେ ଖଣ୍ଡେ ଦେଇଥାଅ ଆଉ ମଟନ ଚିକେନ ଚିଙ୍ଗୁଡି ଗଲା ଆଉ କଙ୍କଡା 4 ପ୍ରକାର ଆଇଟମ ଟିକେ ଟିକେ ଦେଇଥା ଆଉ। ହେଇଟି ହେଇଟି ବା ଶୁଣୁଛ? ଆରେ ଆଜି ପରା ଛାଡ ଖାଇ ମୁଁ ଖାନ ଭାଇ କି ଅର୍ଡର ଦେଇ ଦେଇଛି, ସେ ଚିକେନ ମଟନ ଚୁଙ୍ଗୁଡି କଙ୍କଡା ସବୁ ଧରିକି ଆସୁଛି। ଭଲ ଭଲ ଟିକେ ସିଏ ଏବେ ଆଣିକି ଆସୁଛି, ତମେ ଯାହା ଟିକେ ରୋଷେଇ ଟିକେ କରିକି ଦେଲ। ଆଜି ଛାଡ ଖାଇରେ ଆମେ ସମସ୍ତେ ଆଜି ବସିକି ଏକାଠି ଖାଇବା। ବହୁତ ଦିନ ହେଲା ଆମେ ଖାଇନି ଆଇଁଷ, ଆଜି ସମସ୍ତେ ଟିକେ ଏକାଠି ଖାଇବା। ମୁଁ ଖାନ ଭାଇକି କହିଦେଇଛି ହେଲା। ଆଜି କି ବାରେ? ଆଜି ଗୁରୁବାରେ, ଟୋଟାଲି ଆଇଁଷ ପଶିବା କଥା କୁହନି। ଆଜି ଗୁରୁବାରେ? ହଉ ତାହେଲେ କାଲି ଶୁକ୍ରବାର ଅଛି, କାଲି କରିବା ଆଉ। ଶୁକ୍ରବାର ତ ମୋ ସନ୍ତୋଷୀ ଓଷା, ଆଉ ଶନିବାର ତ ଆମେ କେହି ଖାଉନା, ରବିବାରେ ତ ସୂର୍ଯ୍ୟଙ୍କ ପୂଜା, ଆଉ ସୋମବାର ତ ତମେ ଖାଉନା, ମଙ୍ଗଳବାର ତ ମୁଁ ଖାଇନି। ତାହେଲେ ଆର ବୁଧବାର ଯେ ଆମେ ଛାଡ ଖାଇ ପାଳନ କରିବା। ଆହୁରି 7 ଦିନ ପୁଣି ନା ଛାଡ ଖାଇ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। କାର୍ତ୍ତିକ ମାସ ପୁଣି ଆହୁରି 7 ଦିନ ରହିଲା। No, 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 no. ଖାନ ଭାଇ ଆମ ଘରେ ଛାଡ ଖାଇ ଏବେ ହବନି, ନା ଆମ ଘରେ ଛାଡ ଖାଇ ଏବେ ହବନି, ଆର ସପ୍ତାହକୁ ଆର